ମୁଁ ବିଶ୍ୱାସ କରିଛି କାହିଁକିନା ମୋ ଛୋଟବେଳେ କେତେ ଗୁଡ଼ା ଘଟଣା ଘଟିଛି ଯେତେବେଳେ ମୁଁ ପିଲା ଥିଲି 7-8 ବର୍ଷ କି 10 ବର୍ଷର ସେତେବେଳେ ମୁଁ ଦେଖିଛି କିଛି ଘଟଣା କିନ୍ତୁ ଭୂତ ଉପରେ ମୋର ବିଶ୍ୱାସ ଅଛି କାହିଁକିନା ସେମିତି କଥା ଗୋଟେ ସ୍ପିରିଟ୍ କଥା ମୁଁ ଜାଣିଛି ଏଇଟା ଅନ୍ଧବିଶ୍ୱାସ ହେଇପାରେ ମୋ ମନ ଭିତରେ ଗୋଟେ କଥା ହେଇପାରେ କିନ୍ତୁ ଅଭିନୟ ତ ଆମେ ଅନେକ ପିକ୍ଚର କରୁଛୁ ଏଥିରେ ବି ଦର୍ପଣରେ ମୁଁ ଗୋଟେ ଅଭିନୟ କରିଛି ତେଣୁ ଦର୍ପଣ ମୁଁ ଗୋଟେ ଅଂଶବିଶେଷ ହେଇଛି ଏବଂ ସେଥିପାଇଁ ମୁଁ ପ୍ରଯୋଗ ଦିଲ୍ଲୀପ କୁମାର ସାହୁ ଏବଂ ତାର ଯେଉଁ ସିଅନ୍ ପ୍ରଡକ୍ସନ୍ ବ୍ୟାନର ନିର୍ମିତ ହେଇଛି ତାଙ୍କୁ ଧନ୍ୟବାଦ କୃତଜ୍ଞତା ଜଣାଇବି ଆଉ ଯୁବ ନିର୍ଦ୍ଦେଶକ ଭାରତ ଆକୁ ଡିରେକ୍ଟ କରିଛନ୍ତି ଏବଂ ଅଭିନୟ ମଧ୍ୟ ଗୋଟେ ନାୟକ ଭୂମିକାରେ କରିଛନ୍ତି ଅଙ୍କିତ ଅଛନ୍ତି ତୃପ୍ତି ଏବଂ ହିରଣ୍ମୟୀ ଅଛନ୍ତି ରାନୁ ପାଢ଼ୀ ଯେ ମୋ ଅପୋଜିଟ୍ରେ ମା ଭୂମିକାରେ ଅଭିନୟ କରୁଛନ୍ତି ତେଣୁ ଭଲ ଭଲ କଳାକାରମାନେ ପୁରୁଣା ନୂଆର ସମ୍ମିଶ୍ରଣରେ କଳାକାରମାନେ ଅଛନ୍ତି ଆଉ ଗୋଟେ ପ୍ରଥମ ଥର ପାଇଁ ବହୁତ ଦିନ ପରେ ହୁଏତ ଓଡ଼ିଶାରେ ଗୋଟେ ହରର୍ ମୁଭି ଏକ ଭିନ୍ନ ଜନର ସିନେମା ଆସୁଛି ସେମାନେ ଚେଷ୍ଟା କରିଛନ୍ତି ଭଲ ଲୋକେସନ୍ ନେଇଛନ୍ତି ଭଲ ମ୍ୟୁଜିକ୍ କରିଛନ୍ତି ଭଲ ଫଟୋଗ୍ରାଫି କରିଛନ୍ତି ତେଣୁକରି ଦର୍ଶକମାନଙ୍କ ସମର୍ଥନ ଦରକାର ଦର୍ଶକମାନେ ଓଡ଼ିଆ ପିକ୍ଚରକୁ ଦେଖିବାକୁ ଫେରିଲେଣି ହଲ୍ ମୁହାଁ ହେଲେଣି ଆଉ ପିକ୍ଚର ଦେଖୁଛନ୍ତି ତେଣୁକରି ଦର୍ଶକମାନଙ୍କୁ ଅନୁରୋଧ କରିବେ ଆପଣମାନଙ୍କ ମାଧ୍ୟମରେ ମିଡ଼ିଆ ବନ୍ଧୁମାନେ ବର୍ତ୍ତମାନ ବହୁତ ଚେଷ୍ଟା କରୁଛନ୍ତି ଯେ ଗୋଟେ ଚଳଚ୍ଚିତ୍ର ନେଇ ଦର୍ଶକମାନଙ୍କ ପାଖରେ ପହଞ୍ଚିଲେ ଲୋକ ଜାଣିଲେ ତ ହଲ୍କୁ ଆସିବେ ତେଣୁ ଦର୍ପଣ ଏଇଭଳି ଏକ ଚଳଚ୍ଚିତ୍ର ଆଉ ନିଛକ ଓଡ଼ିଆ ଚଳଚ୍ଚିତ୍ର ଏବଂ ହରର୍ ମୁଭି ନାଇଁ ହରର୍ ମୁଭି କିନ୍ତୁ ହରର୍ ସିକ୍ୱେନ୍ସ ମୋର କିଛି ନଥିଲା ସେଠି ଯୁବକ ଯେଉଁମାନେ ୟଙ୍ଗ ଜେନେରେସନ୍ ପିଲାମାନେ ସେଥିରେ ସେ ସବୁ ସୁଟିଂ କରୁଥିଲେ ଆମେ ତ ଘରେ ବାପା ଭୂମିକାରେ ମୁଁ ଅଭିନୟ କରିଛି କିନ୍ତୁ ଏ ପିକ୍ଚର ପ୍ରତି ମୋର ଗୋଟେ ଗଭୀର ଅନୁରାଗ ଭଲ ପାଇବା ଅଛି ସିଅନ୍ ବ୍ୟାନର ପ୍ରତି ଅଛି ଦିଲ୍ଲୀପ ବାବୁଙ୍କ ପ୍ରତି ଅଛି ତେଣୁକରି ଭଲ ବୈଦ୍ୟ ମ୍ୟୁଜିକ୍ ଦେଇଛନ୍ତି ଯିଏକି ଟ୍ରେଣ୍ଡି ମ୍ୟୁଜିକ୍ ଡାଇରେକ୍ଟର ଏବଂ ଟୁନା ପଟ୍ଟନାୟକ ତାକୁ ମଧ୍ୟ ମ୍ୟୁଜିକ୍ ବଢ଼ିଆ ସୁନ୍ଦର ମ୍ୟୁଜିକ୍ ଦେଇଛନ୍ତି ତେଣୁକରି ସବୁ ଦୃଷ୍ଟିରୁ ପ୍ରଯୋଜନା ସଂସ୍ଥା ଗୋଟେ ଭଲ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଚେଷ୍ଟା କରିଛି ରିଏଲ୍ ମୁଁ ଭୂତ ଦେଖିନି କେବେ କିନ୍ତୁ ଭୂତ ମୁଁ ବିଶ୍ୱାସ କରିଛି କାହିଁକିନା ମୋ ଛୋଟବେଳେ କେତେ ଗୁଡ଼ା ଘଟଣା ଘଟିଛି ଯେତେବେଳେ ମୁଁ ପିଲା ଥିଲି 7-8 ବର୍ଷ କି 10 ବର୍ଷର ସେତେବେଳେ ମୁଁ ଦେଖିଛି କିଛି ଘଟଣା କିନ୍ତୁ ଭୂତ ଉପରେ ମୋର ବିଶ୍ୱାସ ଅଛି କାହିଁକିନା ସେମିତି କଥା ଗୋଟେ ସ୍ପିରିଟ୍ କଥା ମୁଁ ଜାଣିଛି ଏଇଟା ଅନ୍ଧବିଶ୍ୱାସ ହେଇପାରେ ମୋ ମନ ଭିତରେ ଗୋଟେ କଥା ହେଇପାରେ କିନ୍ତୁ ଆଜି ବୋଉ ବୁଟୁ ଭୂତ ସେଇଟା ତ ସେ ସ୍ପିରିଟ୍କୁ ନେଇକରି ହେଇଥିଲା ଆଣ୍ଡ ଚମତ୍କାର ଚଳଚ୍ଚିତ୍ରଟି ହେଇଥିଲା ଓଡ଼ିଆର ଚଳଚ୍ଚିତ୍ର ମାନଚିତ୍ରକୁ ବଦଳେଇ ଦେଇଛି ଏବଂ ବିଭିନ୍ନ ଚଳଚ୍ଚିତ୍ର ଭଲ ଚଳଚ୍ଚିତ୍ର ଭିତରେ ହେଇଛି ନବକଳେବର ହେଉ ଅନନ୍ତା ହେଉ କର୍ମ ହେଉ ଆଉ ଚାରିଧାମ ହେଉ ତେଣୁକରି ଏସବୁ ଚଳଚ୍ଚିତ୍ର ଭଲ ହେଉଛି ଲୋକମାନେ ଆସୁଛନ୍ତି ଏବଂ ଆମେ ଆଶା କରିବୁ ଆମେ ଆପ୍ରୋଚ୍ କରିବୁ ଲୋକମାନଙ୍କୁ ଅନୁରୋଧ କରିବୁ ଦର୍ଶକମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରନ୍ତୁ ଏବଂ ଦର୍ପଣ ସିନେମାକୁ ଆସନ୍ତୁ ଦେଖନ୍ତୁ ତାହେଲେ ସମସ୍ତେ ଉତ୍ସାହିତ ଅନ୍ୟ ଚଳଚ୍ଚିତ୍ରକୁ ଏ ଗ୍ରେଡ୍ ମିଳିଥିଲା ପୁଣି ଦର୍ପଣକୁ ଏ ଗ୍ରେଡ୍ ମଧ୍ୟ ମିଳିଥିଲା କ'ଣ କହିବେ ତାପରେ କେତେ ଇଏ ପରେ ସେ ଶୁଣନ୍ତୁ ଏଇଟା କିଛି କଟା ହେଇନି କିଛି କାଟିକି ଏମାନେ ଏ ସାର୍ଟିଫିକେଟ୍ ଯେଉଁ ଦେଇଛନ୍ତି ସେନ୍ସର ବୋର୍ଡ଼ ସେଇଟା ତ ଆମେ କିଛି କହିପାରିବାନି ତାଙ୍କର ଯେଉଁ ମେମ୍ବର ମାନେ ଥିଲେ ଯେଉଁ ସେନ୍ସର ବୋର୍ଡ଼ର ଯିଏ ରିଜନାଲ୍ ଅଫିସର ଥିଲେ ସେମାନେ ମିଳିତ ଭାବରେ ଏ କଥାଟି କରିଛନ୍ତି କିନ୍ତୁ ମୋ ମତରେ ଏଭଳି ହେବା ଉଚିତ ନୁହଁ ଗୋଟେ ଯଦି ଆମେ ସମସ୍ତଙ୍କୁ ଏ ସାର୍ଟିଫିକେଟ୍ ଦେବା ତାହେଲେ ସେ ଚଳଚ୍ଚିତ୍ର ଅସୁବିଧା ହେଉଛି ଦେଖିବାର କଥା କେଉଁଟା ଅସୁବିଧା ଅଛି ତାକୁ କାଟିକିରି ତାକୁ ଇଏ ଦିଆଯାଉ କାହିଁକି ଇଏ ଦିଆଯିବ ତାଙ୍କୁ ସେମାନେ ସ୍ୟାଟେଲାଇଟ୍ ବିକ୍ରି କରିବାରେ ଅନ୍ୟାନ୍ୟ ବିକ୍ରି କରିବାରେ କିଛି ପିଲାମାନେ କାହିଁ ଆସିବେନି କାହିଁ ଦେଖିବେନି ତେଣୁ ମୁଁ ଜାଣିବାରେ ଦର୍ପଣ ଚଳଚ୍ଚିତ୍ର ଏମିତି କିଛି ନାହିଁ ତାକୁ ଏ ସାର୍ଟିଫିକେଟ୍ ଦିଆଯିବ କିନ୍ତୁ ଏଇଟା ତ ଆମେ ବିଚାର ନୁହଁ ଯେଉଁମାନେ ବିଚାରକ ଥିଲେ ଯେଉଁମାନେ ସେନ୍ସର ବୋର୍ଡ଼ର ମେମ୍ବର୍ସ ଥିଲେ ଯେଉଁମାନେ ଦେଖିଲେ ସେମାନେ କଲେ କିନ୍ତୁ ଏଭଳି ହେଲେ ଏଇଟା ଗୋଟେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଗୋଟେ କୁଠାରଘାତ ହେଉଛି ଆଜି ଲଢ଼େଇ ଚଳଚ୍ଚିତ୍ରଟି କେତେ କଷ୍ଟ କରି କେତେ ଇଏ କରିକିରି ସେମାନେ ଗୋଟେ ନିର୍ମାଣ ତାର ହୋଇଗଲା ତେଣୁ ଏସବୁ କଥା ତେଣୁକରି ସମସ୍ତେ ବୁଝିବା ଉଚିତ ଓଡ଼ିଆ ଚଳଚ୍ଚିତ୍ର ଗୋଟେ ପ୍ରଯୋଗ ନିର୍ମାଣ କଲେ କେତେ କଷ୍ଟ କେତେ ଶ୍ରମ କେତେ ଅର୍ଥ ଏଥିରେ ଲାଗୁଛି ତେଣୁ ସେଇଆକୁ ବିଚାର କରି କରାଯାଉ କିନ୍ତୁ ମୋର ମୋଟାମୋଟି କହିବାର କଥା ମୁଁ ଆଜି ଦର୍ପଣ ଚଳଚ୍ଚିତ୍ରର ଆଜି ଅଡ଼ିଓ ରିଲିଜ୍ ଏବଂ ଟିଜର୍ ରିଲିଜ୍ ହେଉଛି ଏହି ଅବସରରେ
ମୁଁ ଓଡ଼ିଆ ଦର୍ଶକମାନଙ୍କୁ ଚଳଚ୍ଚିତ୍ର ଦର୍ଶକ ପ୍ରେମୀମାନଙ୍କୁ କହିବି ଆପଣମାନେ ଆସନ୍ତୁ ହଲ୍ରେ ଦେଖନ୍ତୁ। ଧନ୍ୟବାଦ।